ସାଙ୍ଗମାନେ କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ। ଘରେ ଥିଲେ ସଂକ୍ରାନ୍ତି ଦିନ ସକାଳୁର କାର୍ଯ୍ୟକ୍ରମ ତ ସବୁ ଅଲଗା ପ୍ରକାର ଥାଏ, ଆପଣମାନେ ସବୁ ଜାଣିଛନ୍ତି। କିନ୍ତୁ ଆମେ ବାହାରେ ଥିଲେ ବି ଆମେ କ'ଣ ସେଇ ଆଦତକୁ କେବେ ଛାଡ଼ିପାରିବା? ସେଥିପାଇଁ ସକାଳୁ ଘର ଓଳା ପୋଛା ସାରି ଗାଧେଇ ଆସି ପ୍ରଥମେ ତୁଳସୀ ଚଉରାରେ ପାଣି ଦେଲି। ଆମର ଓଡ଼ିଆ ନିୟମ ହିସାବରେ ପ୍ରଥମେ ତୁଳସୀ ପୂଜାଟା ସବୁଠୁ ମୁଖ୍ୟ ଥାଏ। ତାପରେ ସୂର୍ଯ୍ୟଙ୍କୁ ପାଣି ଦେଲି। ପୁରୁଖା ଲୋକମାନେ କୁହନ୍ତି ବାପା ମା, ଗୁରୁ ଏବଂ ଆକାଶରେ ସୂର୍ଯ୍ୟଚନ୍ଦ୍ର ଏମାନେ ହେଉଛନ୍ତି ଚଳନ୍ତି ଦେବତା। ସେଥିପାଇଁ ପୁରୁଖା ଲୋକମାନେ ସବୁଦିନେ ସୂର୍ଯ୍ୟଙ୍କୁ ପାଣି ଦେବାକୁ କୁହନ୍ତି। ସଂକ୍ରାନ୍ତି ଥିବାରୁ ଦୁଆର ମୁହଁରେ ହଳଦୀ ପାଣି ଟିକେ ଦେଇ ଫୁଲ ଟିକେ ଦେଲି। ବଳକା ଫୁଲ ସବୁ ବୃନ୍ଦାବତୀଙ୍କ ଉପରେ ପୁଷ୍ପାଞ୍ଜଳି ଦେଲି। ତାପରେ ଧୂପ ନୈବେଦ୍ୟ ଦେଇ ତୁଳସୀ ଚଉରା ଏବଂ ସୂର୍ଯ୍ୟଙ୍କୁ ପୂଜା କଲି। ଦୁଆର ମୁହଁରେ ମଧ୍ୟ ଟିକେ ଧୂପକାଠି ବୁଲେଇଲି। ଆମେ ଘରେ ଥିଲେ ଚଉରା ମୂଳେ ଦୀପ ଦେବାଟା ଧାର୍ଯ୍ୟ, କିନ୍ତୁ ବାହାରେ ଥିଲାବେଳେ ଟିକେ ଟିକେ ମଡିଫିକେସନ୍ ହୋଇଥାଏ। ତା ଭିତରେ ମୋ ଝିଅ ଉଠି ଯାଇଥିଲା। ଏବେ ଆସିଲି ଠାକୁରଙ୍କ ପାଖକୁ। ଘରେ ଥିଲେ ଠାକୁରଙ୍କୁ ଚନ୍ଦନ ସିନ୍ଦୁର ଦେଇ କେତେ କଥା ଦେଇ ପୂଜା କରାହୁଏ, ଭୋଗ ଦିଆହୁଏ। ଆଜି ପୁଣି ଧନୁ ସଂକ୍ରାନ୍ତି ଯେହେତୁ ଧନୁମୁଆ ଭୋଗ ହବାଟା ନିଶ୍ଚିତ। କିନ୍ତୁ ବାହାରେ ଥିଲେ ମୁଁ ଯେମିତି କହିଲି ଟିକେ ଟିକେ ମଡିଫିକେସନ୍ ହେଉଥାଏ। ଫୁଲ ତ ସବୁଠି ମିଳୁଛି, ସେଥିପାଇଁ କି ଠାକୁରଙ୍କୁ ଖାଲି ଫୁଲ ଆଉ ଧୂପ ଦେଇ ପୂଜା କରାଗଲା। ତା ଭିତରେ ମୋ ଝିଅ ମନକୁ ମନ କ'ଣ ସବୁ ପଢ଼ି ଯାଉଥିଲା, ଯେମିତି ମନ୍ତ୍ର ପଢ଼ିଲା ଭଳିଆ। କଥାରେ ଅଛି ନା, ଏଇ ମନ ବୃନ୍ଦାବନ, ଏଇ ମନ କାଶୀ। ମନକୁ ଯେମିତି ଠିକ୍ ଲାଗୁଛି ସେମିତି ପୂଜା କର, ଭଗବାନ ସବୁ ବୁଝିବେ। ଧୂପ ଦେଲା ବେଳେ ମୁଁ ବି ମନେ ମନେ ଭାବୁଥିଲି, କାଳିଆରେ ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ହେଇଥା। ତାପରେ ପୂଜା ସାରିକି ମୁଣ୍ଡିଆ ମାରି ନିର୍ମାଲ୍ୟ ଖାଇବାଟା ମୋର ଧାର୍ଯ୍ୟ। ଆଉ ମୋ ଝିଅ ଭାଷାରେ ସେଇଟା ନିମିୟ। ଜୟ ଜଗନ୍ନାଥ।